ଭାଇ ଜାଣିଛୁ ମୋତେ ଏଥର ସାଙ୍ଗମାନେ ସ୍କୁଲ ଯାଉନି ବୋଲି ଚିଡ଼ାଇବେନି, କାରଣ ମୁଁ ଭିଟାମିନ୍ ଏ ବି ସି ଓ ଡିରେ ଥିବା ସବୁ ଖାଦ୍ୟ ଖାଉଛି। ଡକ୍ଟର କହିଥିଲେ ସବୁ ପ୍ରକାର ଖାଦ୍ୟ ଖାଇଲେ କୌଣସି ରୋଗ ହେବ ନାହିଁ। ନା ନା, ତୋ ସାଙ୍ଗମାନେ ଚିଡ଼ାଇବେ ହିଁ, କାହିଁକି ନା ତୁ 2ଟା ଭିଟାମିନ୍ ଛାଡ଼ି ଦେଇଛୁ। ଆହୁରି 2ଟି ଭିଟାମିନ୍? କେଉଁ 2ଟି ଭିଟାମିନ୍ ମୁଁ ତ ଜାଣିନି। ମୁଁ ଜାଣିଛି, ଆମ 6ଠ ଶ୍ରେଣୀ ବିଜ୍ଞାନ ବହିରେ ଅଛି। ସେଇ 2ଟି ଭିଟାମିନ୍ ହେଲା ଭିଟାମିନ୍ ଇ ଓ ଭିଟାମିନ୍ କେ। ଓହୋ, ଆହୁରି 2ଟି ଭିଟାମିନ୍ ଅଛି କି? ହେଲେ ଏ ଇ ଓ କେ ଭିଟାମିନ୍ ଖାଇଲେ କ'ଣ ହେଉଛି? ହଉ ଠିକ୍ ଅଛି, ଚାଲ ତତେ ବୁଝେଇଦେବି। ଏବେ କହ, ସୂର୍ଯ୍ୟମୁଖୀ ଫୁଲ ମଞ୍ଜି, ରାଶି ଓ ବାଦାମକୁ ଆମେ କିପରି ବ୍ୟବହାର କରୁ? ଆମେ ଏହି ସବୁକୁ ଖାଇଥାଉ ଓ ଏହାକୁ ପୋତିଲେ ଗଛ ହୁଏ। ଆହୁରି ଗୋଟିଏ ବ୍ୟବହାର ଛାଡ଼ିଦେଲୁ। ବାପା ପାରା ସୂର୍ଯ୍ୟମୁଖୀ ଫୁଲରୁ ତେଲ ତିଆରି କରନ୍ତି। ସୂର୍ଯ୍ୟମୁଖୀ ମଞ୍ଜିରୁ ସୂର୍ଯ୍ୟମୁଖୀ ତେଲ, ରାଶିରୁ ରାଶି ତେଲ, ବାଦାମରୁ ବାଦାମ ତେଲ, ଏଇଭଳି ଏଥିରେ ତୈଳ ଅଂଶ ଅଧିକ ଥିବା ଯୋଗୁଁ ଏହା ଆମ ଚର୍ମକୁ ଚିକ୍କଣ ରଖେ। ତୋର ମନେ ଅଛି, ମା ଆମ ପାଇଁ ଗଜାମୁଗ, ଗଜା ବୁଟ ଏବଂ ମେଥି ଦାନାରେ ସାଲାଡ୍ ତିଆରି କରିଦିଅନ୍ତି, କିନ୍ତୁ ତୁ ଏହାକୁ ଖାଇବାକୁ ମନା କରୁ। ହେଲେ ଏହା ଝିଅମାନଙ୍କ ପାଇଁ ବେଶୀ ଜରୁରୀ। ଏହା ଝିଅମାନଙ୍କର ବନ୍ଧ୍ୟା ଦୋଷକୁ ଦୂର କରେ। ହଁ, ବୁଝିଲି। ଭିଟାମିନ୍ ଇ ଦରକାରୀ, ହେଲେ ଭିଟାମିନ୍ କେ କାହିଁକି ଦରକାର? ହଉ ଚାଲ ତତେ ବୁଝଉଛି। ତୁ ଜାଣିଛୁ, ତୋର ହାତ କଟିଗଲେ ରକ୍ତ ବାହାରେ ଏବଂ କିଛି ସମୟ ପରେ ସେଥିରୁ ରକ୍ତ ବାହାରିବା ବନ୍ଦ ହୋଇଯାଏ। ଏବଂ ଏହି ରକ୍ତ ବନ୍ଦ କରିବା କାମ ଭିଟାମିନ୍ କେ କରେ। ଆଚ୍ଛା, ତାହେଲେ ତ ମୋ ଶରୀରରେ ଭିଟାମିନ୍ କେ ଅଛି। ହଁ, ଏହା ସମସ୍ତଙ୍କ ଶରୀରରେ କିଛି କିଛି ପରିମାଣରେ ଥାଏ। କାରଣ ଭିଟାମିନ୍ କେ ସବୁ ପ୍ରକାର ଶାଗ, ବିଭିନ୍ନ ପନିପରିବା, ବିଭିନ୍ନ ଫଳ, କ୍ଷୀର, ମାଛ, ମାଂସ ଏବଂ କିୱି ଫଳରେ ଅଧିକ ପରିମାଣରେ ଥାଏ। ଆମେ ଅସୁସ୍ଥ ଥିବା ସମୟରେ ଭିଟାମିନ୍ କେରେ ଥିବା ଖାଦ୍ୟ ଖାଇବା ନିହାତି ଦରକାର, ଖାସ୍ କରି ଡେଙ୍ଗୁ ସମୟରେ, କାରଣ ଡେଙ୍ଗୁରେ ରକ୍ତ ଜମାଟ ବାନ୍ଧିବା ପ୍ରକ୍ରିୟା ବହୁତ କମିଯାଏ। ହଉ ଭାଇ, ଠିକ୍ ଅଛି। ମୁଁ ଭିଟାମିନ୍ କେରେ ଥିବା ଖାଦ୍ୟ ବି ଖାଇବି। ଏବେ ଜାଣିଲ ପିଲେ, ଭିଟାମିନ୍ ଇରେ ଥିବା ଖାଦ୍ୟ ହେଉଛି ସୂର୍ଯ୍ୟମୁଖୀ ଫୁଲ ମଞ୍ଜି, ରାଶି, ବାଦାମ, ମେଥି, ଗଜାମୁଗ, ଗଜା ବୁଟ ଇତ୍ୟାଦି। ଏବଂ ଏହାର କାର୍ଯ୍ୟ ହେଉଛି ଶରୀର ଚର୍ମକୁ ଚିକ୍କଣ ରଖିବା ଏବଂ ସ୍ତ୍ରୀମାନଙ୍କର ସନ୍ତାନ କ୍ଷମତା ବଢ଼ାଇବା। ଭିଟାମିନ୍ କେରେ ଥିବା ଖାଦ୍ୟ ହେଉଛି ସବୁ ପ୍ରକାର ଶାଗ, ପନିପରିବା, ଫଳ, କ୍ଷୀର, ମାଛ, ମାଂସ, କିୱି ଇତ୍ୟାଦି। ଏବଂ ଏହାର କାର୍ଯ୍ୟ ହେଉଛି ରକ୍ତ ଜମାଟ ବାନ୍ଧିବା।